ନବରଙ୍ଗପୁର ଜିଲ୍ଲାପାଳ କାର୍ଯ୍ୟାଳୟକୁ ହାତରେ ଠେଙ୍ଗା ଧରି ମାଡ଼ି ଆସିଲେ ହଜାର ହଜାର ମହିଳା। ଜନସମୁଦ୍ର ପାଲଟିଲା ନବରଙ୍ଗପୁର ସହର। ହଜାର ହଜାର ମହିଳା ଜାତୀୟ ରାଜପଥରେ ବିଶାଳ ଶୋଭାଯାତ୍ରା ଆଉ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ। ନବରଙ୍ଗପୁର ସମ୍ପୂର୍ଣ୍ଣ ମଦମୁକ୍ତ ଜିଲ୍ଲା ଘୋଷଣା ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଜିଲ୍ଲା ନାରୀ ମହାସଂଘର ସଦସ୍ୟା। ଦାବି ପୂରଣ ନହେଲେ ଆସନ୍ତା 15 ଦିନ ପରେ ଆହୁରି ବଡ଼ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ନବରଙ୍ଗପୁର ସହରର ଚାଉରିଆଗୁଡ଼ା ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହଜାର ହଜାର ମହିଳାଙ୍କ ବିଶାଳ ଶୋଭାଯାତ୍ରା। ପ୍ରାୟ 2 ଘଣ୍ଟା ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଜିଲ୍ଲା ବ୍ୟାପୀ ମଦ ବନ୍ଦ ସହ 10 ଦଫା ଦାବି ଉଠାଇଥିଲେ। ପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ, ଏସ୍ପି ଓ ଅବକାରୀ ବିଭାଗକୁ ପୃଥକ ପୃଥକ ଦାବିପତ୍ର ପ୍ରଦାନ କରାଯାଇଥିଲା। ମହିଳାମାନଙ୍କର ଅଭିଯୋଗ, ଜିଲ୍ଲାରେ ବେଆଇନ ଦେଶୀ ପାଉଚ୍, ବିଦେଶୀ ଓ ନକଲି ମଦ କାରବାର ବଢ଼ିବାରୁ ଗାଁଗୁଡ଼ିକରେ ପାରିବାରିକ ଅଶାନ୍ତି, ଘରୋଇ ହିଂସା ଅପରାଧ ବଢ଼ୁଛି। ସେଥିପାଇଁ ସମ୍ପୂର୍ଣ୍ଣ ମଦମୁକ୍ତ ଜିଲ୍ଲା ଘୋଷଣା, ବେଆଇନ ମଦ ବ୍ୟବସାୟୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ଲାଇସେନ୍ସ ପ୍ରାପ୍ତ ବିବାଦୀୟ ମଦ ଦୋକାନ ବନ୍ଦ ଏବଂ ପେଶା ଆଇନ ଅନୁଯାୟୀ ଗ୍ରାମସଭାର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ଆନ୍ଦୋଳନକାରୀମାନେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି, 15 ଦିନ ମଧ୍ୟରେ ସରକାର ପଦକ୍ଷେପ ନ ନେଲେ ଜିଲ୍ଲା ବ୍ୟାପୀ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ। ରାଲି ଆମର ଏଠି ଚାଲିଛି। ବାର ବାର ଆମେ ମଦ ବନ୍ଦ କରି ବୁଲୁଛୁ। ସବୁବେଲେ ଗୁର୍ଥର ମିଶା ମଦ ବନ୍ଦ କରିଥିଲୁ 2 ମାସ ତଳେ। ତାଙ୍କେ ମିଶା କଲେକ୍ଟର ସାର୍ ଶୁଣିଲେ ନାହିଁ। ଆମେ ଦାବି ପତ୍ର ମଧ୍ୟ ଦେଇଛୁ ତାଙ୍କର ପାଖରେ। ପୋଲିସ ଭାଇମାନେ ମିଶା ଆମର ସହିତ ଥିଲେ, ସେମାନେ ଆମର କଥା ଶୁଣିଲେ ନାହିଁ। ହେଲେ କ'ଣଟା ପାଇଁ ଆମେ ସବୁବେଲେ ଯଦି ରାଲି କରି ଆମେ ବୁଲୁଥିବୁ, ଖରା ନାହିଁ ବର୍ଷା ନାହିଁ, ଆମେ ସବୁବେଲେ ବୁଲୁଥିବୁ ବୋଲେ ଆଜ୍ଞା ଆମେ ନଥିଲା ଗରିବ ଲୋକ, ଆମେ ଭୂତି ନ କରଲେ ଆମେ ବଞ୍ଚି ପାରବୁ ନା। ଭୂତି କରି ଆମେ ବଞ୍ଚବା ଲୋକ, କାହାକୁ ତ ଅଛି 2ଟା 3ଟା ପିଲା ଛୁଆ, କାହାକୁ ତ ଅଛି 5ଟା ପିଲା ଛୁଆ। ହେଲେ ଆମେ ଏମିତି ସବୁବେଲେ ରାଲି କରି ସବୁବେଲେ ମିଟିଂ ଏମିତି ବୁଲିଥିବୁ ବୋଲେ ଆମର ପିଲା ଛୁଆକୁ କିଏ ପୋଷିବ? ସେଟା ପାଇଁ ଆଜି କଲେକ୍ଟର ସାର୍ ପାଖରେ ଆମେ ଆମର ଦାବି ପୂରଣ କରିବା ପାଇଁ ଆସିଛୁ। ଯଦି ଆମର ଦାବି ପୂରଣ କରିବା ପାଇଁ କଲେକ୍ଟର ସାର୍ ଆମକୁ ଯଦି ଦେବେ ନାହିଁ ବୋଲେ ବନ୍ୟା ଆସୁ, ପୃଥିବୀ ତ୍ରଳ ହେଇଯାଉ, ତଳର ମାଟି ବି ଫାଟୁଛି ନା, ଆମେ ରାତି ଦିନ ଏଠି ଜଗିକିନା ରହିବୁ। ଯେମିତିକି ମଦ ବନ୍ଦ କରି ହିଁ ରହିବୁ, ସବୁବେଲେ ଆମେ ମଦ ବନ୍ଦ କରି ହିଁ ରହିବୁ।